ମୁଁ କହିବି କି ଅଭିଜିତ ମଜୁମଦାର ସାର୍ ମୋର ଗୁଡାଏ ଫିଲ୍ମରେ ମୁଁ ଯୋଉଠି ଆକ୍ଟିଂ କରିଛି ହିଟ୍ରୁ ହିଟ୍ ଗୀତ ଦେଇଛନ୍ତି ମୋର କ୍ୟାରିୟରର ମାନେ ଟର୍ଣ୍ଣିଂ ପଏଣ୍ଟ ଯେଉଁଟା ଥିଲା ସୁନ୍ଦରଗଡ଼ର ସଲମାନ ଖାନ ସେଥିରେ ଗୀତ ଦେଇଥିଲେ ତାପରେ ମୁଁ ତାଙ୍କ ଫିଲ୍ମ ବସ୍ ଫିଲ୍ମରେ କାମ କରିଛି ଯେଉଁଥିରେ ସେ ଗୀତ ଦେଇଥିଲେ ଏମିତି ଅନେକ ଫିଲ୍ମ ଏଇଟା କେବଳ ଦୁଇଟା କହିଲି ମୋତେ ବି ମାନେ ମୁଁ ଯୋଉ ମୋ କ୍ୟାରିୟରରେ ଯଦି 90ଟା ସିନେମା କରିଛି କମ୍ ସେ କମ୍ ଓଡ଼ିଆ ସିନେମା ଭିତରେ ସେ କମ୍ ସେ କମ୍ ଗୋଟେ 30ରୁ 35ଟା ସିନେମା ଭିତରେ ସେ ଗୀତ ନିର୍ଦ୍ଦେଶନା ଦେଇଥିବେ ଆଉ ତାଙ୍କର ସବୁ ଗୀତ ହିଟ୍ ଆଲବମ୍ରୁ ନେଇକି ସବୁକିଛି ଆଉ ସବୁଠାରୁ ବଢ଼ିଆ କଥା ସେ ଗୋଟେ ବହୁତ ଅତି ସୁନ୍ଦର ଉଚ୍ଚକୋଟୀର ମଣିଷ ଥିଲେ ସେ ମୁଁ ସବୁବେଳେ ଇଂଲିଶ ଗୀତର ଲିରିକ୍ସ ଲେଖିଲା ବେଳେ ସେ ସବୁବେଳେ ମୋତେ କହିବେ ନା ତୋର ଲିରିକ୍ସ ବହୁତ ଭଲ ଅଛି ମୋତେ ମ୍ୟୁଜିକ୍ ପାଇଁ ବି ବହୁତ ମୋତେ ଆପ୍ରିସିଏଟ୍ କରିଛନ୍ତି ମୋର ଗୀତ ଲେଖାକୁ ବି ବହୁତ ଆପ୍ରିସିଏଟ୍ କରିଛନ୍ତି ଇଂଲିଶ ଲିରିକ୍ସକୁ ଆପ୍ରିସିଏଟ୍ କରିଛନ୍ତି ମୋତେ ସବୁବେଳେ ସପୋର୍ଟ କରନ୍ତି ସବୁବେଳେ ଆମ ପିଲା ବୋଲିକି ଆମର ସବୁବେଳେ ସେ ସବୁବେଳେ ମୋତେ ସମ୍ବୋଧନା କରନ୍ତି ଗୋଟେ ମାନେ ଗୋଟେ ଛୋଟ ଭଉଣୀ ଭଳିଆ ସବୁବେଳେ ଆଶୀର୍ବାଦ ଦିଅନ୍ତି ୱେଷ୍ଟର୍ଣ୍ଣ ଓଡ଼ିଶାର ଲୋକ ସେ ଅଭିଜିତ ମଜୁମଦାର ଆମ ଘର ପାଖର ଲୋକ ମୁଁ ଝାଡ଼ୁଆପଡ଼ା ହେଲେ ତାଙ୍କର ଘର ଏନ୍ ଗୁହାଲେନ୍ ଯେଉଁଟାକି ଆମ ପାଖାପାଖି ଏରିଆର ତ ଆମର ଗୋଟେ ମାନେ କହିବି କି ଏମିତିଆ ସୁନ୍ଦର ଲୋକ ଜଣେ ମାନେ ଏତେ ୟଙ୍ଗ ଏଜ୍ରେ ଚାଲିଯିବାଟା ଗୋଟେ ଏଣ୍ଟାୟାର ଆମର ଓଡ଼ିଶା ଇଣ୍ଡଷ୍ଟ୍ରି ଅଲିଉଡ଼ ଆଉ ଗୋଟେ ସଙ୍ଗୀତ ଜଗତ ପାଇଁ ଗୋଟେ ବହୁତ ବଡ଼ ସକ୍ ମୁଁ ଆକ୍ଚୁଆଲି ମୋ ମନରେ ମୁଁ ପ୍ରେ କରୁଥିଲି କି ଦାଦା କୋମାରୁ ଉଠି ଯାଆନ୍ତୁ କୋମାରୁ ଉଠିଲେ ହେଲେ ଷ୍ଟେବଲ୍ ହେଇପାରିଲେନି ଚାଲିଗଲେ ସେଇଟା ସବୁଠାରୁ ଭାରି କଷ୍ଟଦାୟକ କଥା ଆଉ ନା ମୋତେ ମନେ ଅଛି ଆମ ୟୁଥକଲ୍ ୟୁନିଭର୍ସିଟିରେ ଯେତେବେଳେ ଦାଦା ଗେଷ୍ଟ ହେଇକି ଯାଇଥିଲା ମୋ 75 ଇୟର୍ସର ପ୍ଲାଟିନମ୍ ଜୁବଲି ଥିଲା ଆମେ ସମସ୍ତେ ମିଶିକି ଷ୍ଟେଜ୍ରେ ଡାନ୍ସ କରୁଥିଲୁ ଷ୍ଟେଜ୍ରେ ଆମର ଆମେ ସେଲିବ୍ରେଟ୍ କରୁଥିଲୁ ଆଉ ଏମିତି ବିଭିନ୍ନ ଜିନିଷ ଅଛି ବିଭିନ୍ନ ମୋମେଣ୍ଟସ୍ ଅଛି ପ୍ରୋଗ୍ରାମ୍ ଆମେ ମିଶିକି କରିଛୁ ତାପରେ ଆମେ ଫିଲ୍ମସ୍ ମିଶିକି କରିଛୁ ମୁଁ କହିପାରିବି ଦାଦାଙ୍କ ସହିତ ଯେତେ ବି ଇଣ୍ଟରାକ୍ସନ୍ ହେଇଛି କମ୍ ହେଲେ ହଉ ପଛେ କିନ୍ତୁ ଭଲ ଇଣ୍ଟରାକ୍ସନ୍ ହେଇଛି ଆଉ ସେସବୁ ଆଜ୍ଞା ମୁଁ ମନେ ପକାଇଲେ ମୁଁ କାନ୍ଦ ଲାଗେ ମୁଁ କାଲି ତ ତାଙ୍କ ଶେଷ ଦର୍ଶନ ପାଇଁ ଯାଇପାରିଲିନି ମୁଁ ଗୋଟେ ସୁଟିଂରେ ଥିଲି ଆଉ ମୁଁ ଯାଇପାରିଲିନି ହେଲେ ମୁଁ ସୁଟିଂରେ ଥିଲା ଅବସ୍ଥାରେ ମୁଁ ଜାଣିପାରିଲି କି ଏମିତି ଗୋଟେ ଘଟଣା ଘଟିଛି ମୁଁ ନିଜକୁ ନିଜେ ମୁଁ ମାନେ ମୋର ଆଖିର ଲୁହ ମୁଁ କଣ୍ଟ୍ରୋଲ୍ କରିପାରିଲିନି ଆଜ୍ଞା ମୁଁ ବେଶୀ ସବୁ ଜିନିଷ କହିଲେ ମୁଁ କାନ୍ଦି ପକାଇବି ଆଉ ମୁଁ ସେଥିପାଇଁ ମୁଁ ବେଶୀ କିଛି କହୁନି ଖାଲି ମୁଁ ପ୍ରାର୍ଥନା କରିବି କି ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ଆଉ ସେ ତାଙ୍କୁ ସଦ୍ଗତି ପ୍ରାପ୍ତି ହଉ ଦେଖନ୍ତୁ ଆଜ୍ଞା ମଣିଷ ଜୀବନରେ କିଛି ଭୁଲ ହେଇଥାଇପାରେ କିଛି ଭଲ ହେଇଥାଇପାରେ ଯାହା ବି ଥାଉ କିନ୍ତୁ ଓଭରଅଲ୍ ଗୋଟେ ଭଲ ମଣିଷ ଜଣେ ଆଉ ନିହାତି ଭାବରେ ତାଙ୍କୁ ଓଡ଼ିଶା ଲୋକ ଝୁରିବେ ସେଇ କଥା କହିବି ନିହାତି ଭାବରେ ଦେଖନ୍ତୁ ହ୍ୟୁମାନ ଭାଇ ଯିବାଟା ତ ବହୁତ ବଡ଼ ଶକ୍ ଥିଲା ବହୁତ ୟଙ୍ଗ ଏଜ୍ରେ ଚାଲିଗଲେ ତାପରେ ଅଭିଜିତ ଦାଦା ଚାଲିଯିବାଟା ମାନେ ଏଇଟା ହେଉଛି ଓଡ଼ିଆର ସଙ୍ଗୀତ ଜଗତ ପାଇଁ ବଡ଼ ଶକ୍ ସେଟା ଦୁଇଟା ଜେମ୍ ପଳେଇଲେ ମୁଁ କହିପାରିବି କି ଏବେ ଆମେ ସମସ୍ତେ ଟ୍ରାଏ କରିବା କି ଦୁଇଟା ଜେମ୍ ଯେଉଁଟା ଗଲେ ଆପଣମାନେ ସମସ୍ତେ ଜାଣିଛନ୍ତି ଡିପ୍ରେସନ୍ ପାଇଁ ଯେତେବେଳେ ଆପଣ ଭାବୁଥିବେ କଳାକାରମାନେ ସବୁ ଏନ୍ଜୟ ଲାଇଫ୍ ଆଜ୍ଞା କଳାକାରମାନଙ୍କ ଉପରେ ବହୁତ ପ୍ରେସର୍ ଥାଏ ଯେଉଁଥିପାଇଁ ସେ ମାନେ ତାଙ୍କ ଖାଇବା ପିଇବା ଏପଟ ସେପଟ ହେଲେ ତାଙ୍କ ଦେହ ଖରାପ ହେଉଛି ଆପଣମାନେ ସମସ୍ତେ ଏଇଟା ପ୍ରାର୍ଥନା କରୁ ଆମେ କଳାକାରମାନେ ଆମେ ଡିପ୍ରେସନ୍ ନ ହେଇକି ଆମେ ଭଲ ସବୁବେଳେ ଭଲରେ ରହିବା ଆଉ ଆପଣଙ୍କୁ ଏଣ୍ଟରଟେନ୍ ସବୁବେଳେ କରାଉଥାଉ ଏଇଟା କଥା ମୁଁ କହିପାରିବି ଡିପ୍ରେସନ୍ ଗୋଟେ ମୁଖ୍ୟ ସମସ୍ୟା କାରଣ ଯେତେବେଳେ ଆପଣ ଗୋଟେ କଳାକାର ହୁଅନ୍ତି ତ ବିଭିନ୍ନ ପ୍ରକାର ଜିନିଷ ଥାଏ ପ୍ରେସର୍ ଥାଏ ପବ୍ଲିକ୍ ପ୍ରେସର୍ରୁ ନେଇକି ଥାଏ ତାପରେ ବିଭିନ୍ନ ଜିନିଷ ଥାଏ ଆଜ୍ଞା ମୁଁ କହିପାରିବିନି ଆପଣମାନେ ଚକାଚନ୍ଦ ଲାଇଫ୍କୁ ଦେଖୁଥିବେ କିନ୍ତୁ ତା ଭିତରେ ବହୁତ ପ୍ରେସର୍ ଥାଏ ସେ ପ୍ରେସର୍କୁ ଯେ ତିଷ୍ଠିକି ଆଗକୁ ବଢ଼ିପାରିଲା ସେ କରିପାରିଲା ଅଭିଜିତ ଦାଦାଙ୍କ ସହିତ ଲାଷ୍ଟ ମୋର ଦେଖା ହେଇଥିଲା ଆମର ଫିଲ୍ମର ଗୋଟେ ପ୍ରିମିୟରରେ ଦେଖା ହେଇଥିଲା ତାଙ୍କ ହସ୍ପିଟାଲାଇଜ୍ ହେବାର 2-3 ମାସ ପୂର୍ବରୁ ଦେଖା ହେଇଥିଲା କିନ୍ତୁ ମୁଁ ଜାଣିନଥିଲି କି ସେଇଟା ଆମର ଲାଷ୍ଟ ଦେଖା ହେଇଥିବ